ଗୋପାଳ ନାମକ ଜଣେ କାଠୁରିଆ ନିଜର କାଠ ଶଗଡ଼ ଧରି ଗାଁ ଗାଁ ହୋଇ କାଠ ବିକ୍ରୟ କରୁଥାଏ। ଥରେ ଗୋପାଳ ପଡ଼ୋଶୀ ଗାଁର ଜମିଦାରଙ୍କ ଘର ସାମ୍ନାରେ କାଠ ଶଗଡ଼ ଧରି ଯାଉଥିଲା। ଜମିଦାର ଥିଲେ ଜଣେ ପରମ ମନ୍ଦବୁଦ୍ଧି ଓ ଲୋଭୀ ପ୍ରକୃତିର ଲୋକ। ତେଣୁ ସେ ଗୋପାଳର ପାଖକୁ ଆସି କହିଲେ, ଏ ଶଗଡ଼ରେ କ'ଣ ନେଇକି ଯାଉଛ? ଗୋପାଳ କହିଲା, ଆଜ୍ଞା, ମୁଁ ଶଗଡ଼ରେ କାଠ ନେଇ ବିକ୍ରୟ କରିବାକୁ ଯାଉଛି। ତାପରେ ଜମିଦାର ଗୋପାଳକୁ ଠକିବା ପାଇଁ ଗୋଟିଏ ବୁଦ୍ଧି ପାଞ୍ଚି କହିଲା, ଆଚ୍ଛା, ଏ କାଠ ଶଗଡ଼ କେତେ ପଇସା ହେବ? ଗୋପାଳ କହିଲା, ଆଜ୍ଞା, ଏହାର ମୂଲ୍ୟ 2000 ଟଙ୍କା। ଜମିଦାର 2000 ଟଙ୍କା ଗୋପାଳକୁ ଦେଲା। ଗୋପାଳ ଟଙ୍କା ପାଇ କାଠତକ ସବୁ ଜମିଦାରଙ୍କ ଘର ସାମ୍ନାରେ ରଖିଦେଲା। ଆଉ ଶଗଡ଼ ଖାଲି କରି ଶଗଡ଼ ନେଇ ଘରକୁ ଯିବାକୁ ବାହାରେ ତ ଜମିଦାର କହିଲେ, ଆରେ ତୁ ରୁହ ରୁହ, ଶଗଡ଼ କୁଆଡ଼େ ନେଇକି ଯାଉଛୁ? ମୁଁ ତୁମକୁ ଶଗଡ଼, ବଳଦ ଓ କାଠ ପାଇଁ 2000 ଟଙ୍କା ଦେଇଛି। ଏବେ ଏ ତିନୋଟି ଜିନିଷ ମୋର। ଗୋପାଳ ଆଶ୍ଚର୍ଯ୍ୟ ହୋଇ ଜମିଦାରଙ୍କ ମୁହଁକୁ ଚାହିଁ ରହିଲା। ଆଉ ଜମିଦାରଙ୍କୁ କହିଲା, ଆଜ୍ଞା, ମୁଁ ତ ଆପଣଙ୍କୁ କାଠର ମୂଲ୍ୟ 2000 ଟଙ୍କା କହିଥିଲି। ଆପଣ ମୋ ଶଗଡ଼ ଓ ବଳଦ କାହିଁକି ରଖୁଛନ୍ତି? ଏବେ ଜମିଦାର କହିଲା, କିନ୍ତୁ ମୁଁ ତ କାଠ ଶଗଡ଼ର ମୂଲ୍ୟ ପଚାରିଥିଲି, ଆଉ ତୁମେ 2000 ଟଙ୍କା କହିଲ। ଏବେ ଏସବୁ ମୋର। ଶେଷରେ ଗୋପାଳ ମନ ଦୁଃଖରେ ଘରକୁ ଫେରି ଆସିଲା। ଘରେ ଗୋପାଳର 2 ଜଣ ପୁଅ ଥାନ୍ତି। ସେମାନେ ବାପାଙ୍କର ଦୁଃଖିତ ମୁହଁ ଦେଖି ସବୁ କଥା ପଚାରି ବୁଝିଲେ। ବଡ଼ ପୁଅ ମଧୁ ଥିଲା ବହୁତ ଚାଲାକ। ତେଣୁ ସେ ଜମିଦାର ଠାରୁ ପ୍ରତିଶୋଧ ନେବା ପାଇଁ ତା ପରଦିନ ଆଉ ଗୋଟିଏ ଶଗଡ଼ରେ କାଠ ନଦି ଜମିଦାରଙ୍କ ଘର ଆଗରେ ଯାଉଥାଏ। ଜମିଦାରଙ୍କ ନଜର ମଧୁର କାଠ ଶଗଡ଼ ଉପରେ ପଡ଼ିଲା। ତେଣୁ ସେ ଶଗଡ଼ ପାଖକୁ ଆସି ମଧୁକୁ ପଚାରିଲେ, ଓ ଶଗଡ଼ିଆ ବାବୁ, ଏ କାଠ ଶଗଡ଼ କେତେ ପଇସା? ମଧୁ ତ ଆଗରୁ ବୁଦ୍ଧିଟିଏ ପାଞ୍ଚିଥାଏ। ତେଣୁ ସେ କହିଲା, ଏହାର ମୂଲ୍ୟ କେବଳ 2 ମୁଠା ପଇସା। ଏକଥା ଶୁଣି ମହାଜନ ଭାବିଲା, ଏ କାଠବାଲା କାଲି ଆସିଥିବା ଲୋକଠାରୁ ପରମ ଓଲା। ମୁଠାରେ କେବଳ 2 ଟଙ୍କା ରଖି ପୁରା ଶଗଡ଼ ଓ କାଠତକ କିଣିନେବି। ଏକଥା ଚିନ୍ତା କରି ମହାଜନ ନିଜର ମୁଠାରେ 2 ଟଙ୍କା ରଖିଦେଲା। ଆଉ ମଧୁକୁ କହିଲା, ନିଅ ତୁମର 2 ମୁଠା ଟଙ୍କା। ମଧୁ ମହାଜନ ପାଖକୁ ଆସି ତାର 2 ହାତକୁ ଧରିନେଲା। ଆଉ କହିଲା, ଏ 2 ମୁଠା ଆଜିଠାରୁ ମୋର। ମୁଁ ଏ 2 ମୁଠାକୁ କିଣି ସାରିଛି। ତୁମ ହାତର 2 ମୁଠାକୁ ମୁଁ ଏବେ କାଟି ନେବି। ତାପରେ ମଧୁ ଗୋଟିଏ କଟୁରୀ ଧରି ମହାଜନର ହାତ କାଟିବା ପାଇଁ ତା ମୁଠାରେ କଟୁରୀ ଲଗାଇଦେଲା। ଏବେ ମହାଜନ ଆଉ ଯିବ କୁଆଡ଼େ? ମଧୁକୁ ଯେତେ କାକୁତି ମିନତି ହେଲା, ମଧୁ ଆଉ ଶୁଣିଲା ନାହିଁ। ତେଣୁ ମଧୁ କହିଲା, କାଲି ତୁମେ ଜଣେ ବୁଢ଼ା କାଠୁରିଆକୁ ଏମିତି କହି ତାର ଶଗଡ଼ ଓ ବଳଦ ଠକି ନେଇଛ। ଆଜି ମୁଁ ତୋର ମୁଠାକୁ କିଣି ନେଇଛି। ମୁଁ ତୁମ ହାତକୁ ନିଶ୍ଚୟ କାଟିବି। ସେଦିନ ମହାଜନ ନିଜର ହାତ କଟିଯିବା ଭୟରେ ଗୋପାଳଠାରୁ ଠକି ନେଇଥିବା ଶଗଡ଼ ଓ ବଳଦ ସବୁ ଫେରସ୍ତ କରିଦେଲା। ଆଉ ମଧୁକୁ ଭୁଲ ମାଗି ସେହି ଦିନଠାରୁ ଭଲ ଚିନ୍ତାଧାରାରେ ବଞ୍ଚିବା ପାଇଁ ନିର୍ଣ୍ଣୟ ନେଲା।